এটা গোटे ଅଟୋନୋମସ୍ ବ୍ୟବସ୍ଥା ନିର୍ବାଚନ କମିଶନର ବ୍ୟବସ୍ଥାକୁ ଦେଖୁଛନ୍ତି। ଏଥିପାଇଁ 90 ଦିନର ବ୍ୟବସ୍ଥା, 30 ଦିନ ସମସ୍ତେ ଘର ଘର ବୁଲିବା କାର୍ଯ୍ୟ ସରିଲା। ସେକେଣ୍ଡ ରାଉଣ୍ଡର ଅବଜେକ୍ସନ୍ କାଲିଠୁ ଦେବା ଆରମ୍ଭ ହେଇଛି। ଅବଜେକ୍ସନ୍ ଦେଇପାରିବେ। ପ୍ରେସ୍ ମିଡ଼ିଆରେ ଗଲେ କ'ଣ କାହା ନାଁ ଯୋଡ଼ା ହେଇପାରିବ ନା କଟା ହେଇପାରିବ? ନାଇଁ, ଉଦ୍ଦେଶ୍ୟମୂଳକ ଭାବରେ କରାଯାଉ ତ ସେ ତ ଏଥିରେ ସ୍ପଷ୍ଟତା ଅଛି। ଜଣେ ଅବଜେକ୍ସନ୍ ଫାଇଲ୍ କରିପାରିବ। ତାର ଇଏ ଦେବା ପାଇଁ 2 ମାସ ସମୟ, ଆହୁରି ପୁରା 2 ମାସ ଏଇ କାମ ଚାଲିବ ଏବଂ 4 ସେପ୍ଟେମ୍ବରରେ ଫାଇନାଲ୍ ପବ୍ଲିକେସନ୍ ହେବ। ତେଣୁ ମୋ ନାଁ କଟିଗଲେ ମୁଁ ଅବଜେକ୍ସନ୍ ଦେଇପାରିବି ନା ଦେଇପାରିବିନି? ତୁମ ନାଁ କଟିଗଲେ ତୁମେ ଅବଜେକ୍ସନ୍ ଦେବ, ହିୟରିଂ ହେବ, ତାର ଏଭିଡେନ୍ସ ତୁମେ ଦେବ। ଏ ଲୋକଟା ମରିଯାଇଛି ମାନେ କଟିଯିବ। ଏ ଲୋକଟା ତାର ଭୋଟର ଲିଷ୍ଟ ଅଲରେଡ଼ି ସେ ୟୁପିରେ କରିସାରିଛି, ଦିଲ୍ଲୀରେ କରିସାରିଛି, ତା ନାଁଟା କଟିଯିବ ଅଟୋମେଟିକାଲି। କଟିବ କାହିଁକି? ଯେଉଁ ଲୋକଟି ରହୁନାହିଁ, ଧର କୋରାପୁଟରେ ତା ଭୋଟର ଲିଷ୍ଟ କରିବାକୁ ଚାହୁଁଛି, ତାର ଭୁବନେଶ୍ୱରରେ ଅଛି, ଭୁବନେଶ୍ୱରରେ ସର୍ବାଧିକ କଟିବା ହେଉଛି ଭୁବନେଶ୍ୱରରେ। କାହିଁକି କଟିଛି? କାରଣ ଓଡ଼ିଶା ସାରା ଲୋକଙ୍କର ଭୋଟର ଲିଷ୍ଟ ଏଠି ନାଁ ଥିଲା। ସେମାନେ ତାଙ୍କ ଗୋଟିଏ ଜାଗାରେ ରଖିବେ, ତାଙ୍କ ବିଧାନସଭା ରଖିବେ। ତେଣୁ ଓଡ଼ିଶାର ଭୋଟ ସବୁଠୁ ବେଶୀ କଟିବ ଭୁବନେଶ୍ୱରରେ କଟିବ। କାରଣ ଏମାନେ ରହିବେ ଓଡ଼ିଶାର ଜଗତସିଂହପୁର ଲୋକଟି, ତାର ସେ ଚାହିଁବ ଜଗତସିଂହପୁର ମୋ ଭୋଟ ଲିଷ୍ଟ ରହୁ, ମୋ ଭୋଟଟା ବାଲିକୁଦା ଏରସମାରୁ ଅଟୋମେଟିକାଲି କଟିଯିବ। ଭୁବନେଶ୍ୱର କେମିତି ରହିବ? ଗୋଟିଏ ଜାଗାରେ ତ ରହିବ ଭୋଟ ଲିଷ୍ଟ। ତେଣୁ ସେ କଟିବାରେ କିଛି ନାହିଁ। ମରିବା ଲୋକ ନାଁ କଟିବ, ସ୍ଥାନାନ୍ତରୀକରଣ ଲୋକ ନାଁ କଟିବ। ଆଉ ଯେଉଁ ଲୋକ ଚାହିଁବ ତାର ଏଠି ରହିବାକୁ ଅନ୍ୟତ୍ର ଯିବ, ତାକୁ କରାଯିବ। ଆଉ ଭୋଟ ଲିଷ୍ଟ 10 ଜାଗାରେ ରହିପାରିବନି, ଗୋଟେ ଜାଗାରେ ରହିବ ତ ନାଁ କଟିବ। ଯେଉଁମାନେ 2 ଜାଗା 3 ଜାଗା ରଖୁଥିଲେ ଭୋଟ ଲିଷ୍ଟ, ସେମାନେ ତ ରଖିପାରିବେନି। ଗୋଟେ ଜାଗାରେ ମାନେ ଭାରତବର୍ଷରେ ଗୋଟିଏ ଜାଗାରେ ରହିବ। ସର୍ବାଧିକ କଟିଛି ଗଞ୍ଜାମ ଜିଲ୍ଲାରେ 2 ଲକ୍ଷରୁ ଅଧିକ ଲୋକ କଟିଯାଇଛି ଏବଂ ଯାହାକୁ କୁହାଯାଉଛି ଯେ ରାଜନୈତିକ ଉଦ୍ଦେଶ୍ୟ ରଖି କାଟିଛନ୍ତି ବୋଲି ବର୍ତ୍ତମାନ ସେମାନେ ଅବଜେକ୍ସନ୍ ଦେବାର ଅସୁବିଧା କ'ଣ ଅଛି? ତାଙ୍କ ହିୟରିଂ ହେବ ଯେ ସେମାନେ ତାଙ୍କ ତଥ୍ୟ ପ୍ରମାଣ ଦେଇପାରିବେ, ତାଙ୍କ ନାଁ ରହିବ, ସ୍ୱାଭାବିକ ଅଛି। ଏଥିରେ ଖବରକାଗଜରେ ମିଡ଼ିଆରେ କିଛି ହେବାର ନାହିଁ। ମିଡ଼ିଆରେ 30 ଥର ମୁଁ କହିଲେ କିଛି ହେବନି, ସିଏ କହିଲେ ହେବନି। ଏଇଟା ଇଲେକ୍ସନ୍ କମିଶନର କରିବେ। ଏସ୍ଆର୍ର ଯେଉଁ ବ୍ୟବସ୍ଥା ଅଛି, ତାଙ୍କ ସେଇଠି ବିଡ଼ିଓ, ତାଙ୍କ ତହସିଲଦାର, ତାଙ୍କ ସବ୍ କଲେକ୍ଟର, ତାଙ୍କ ଯେଉଁ ଲେବୁଲରେ ଯେଉଁଠି ହେବା ଯଦି କେହି ନହେଲେ ଚିଫ୍ ଇଲେକ୍ସନ୍ ଅଫିସରକୁ ଯିବେ। ଏତେ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ତ ସବୁ ଆଗରେ ଅଛି। ତାଙ୍କୁ ବୁଝେଇ ଦେଉନାହାନ୍ତି, ଆପଣମାନେ ବୁଝଉନାହାନ୍ତି, ଶୁଣିକି ପଳେଇ ଆସୁଛନ୍ତି ଷ୍ଟେଟମେଣ୍ଟ ନେଇକି। ବୁଝେଇବା ଦରକାର ନା ସବୁ ପଲିଟିକାଲ ପାର୍ଟି। ଦିଲ୍ଲୀ ତ ଆମେ ସବୁଦିନ ଯାଉ, ସବୁଦିନ ଆସୁଛୁ। ଦିଲ୍ଲୀ ଯିବାର କ'ଣ ଅଛି? ଆମେ ଦିଲ୍ଲୀ ଆଜି ନୂଆ ଯାଉଛୁ, ଇଲେକ୍ସନ୍ ଆଗରୁ ଯାଉଛୁ, ଇଲେକ୍ସନ୍ ପରେ ଯାଉଛୁ, ଆଜି ବି ଯାଉଛୁ। ଦିଲ୍ଲୀ ଯିବାଟା ନିରନ୍ତର ପ୍ରକ୍ରିୟା। ଦିଲ୍ଲୀ ଯେହେତୁ ଆମର ଅଲ୍ ଇଣ୍ଡିଆ ପାର୍ଟି, ଦିଲ୍ଲୀ ହେଉଛି ଆମର ହେଡ଼କ୍ୱାର୍ଟର ଏବଂ ଦିଲ୍ଲୀରେ ବିଭିନ୍ନ ସମୟରେ ଆମର ରୁଟିନ୍ ମିଟିଂ, ଆମର ବୈଠକ ମିଟିଂ ସବୁ ବିଷୟରେ ଚର୍ଚ୍ଚା, ଆଲୋଚନା, ପର୍ଯ୍ୟାଲୋଚନା ହୁଏ। ତେଣୁ ଅଲ୍ ଇଣ୍ଡିଆ ଟିମ୍ ତାଙ୍କ ସର୍ବଭାରତୀୟ ସଭାପତି ତା ଭିତରେ ନିଷ୍ପତ୍ତି ନେବେ।